ଏଇ ଚା ନିଅ। ଯାଉ ଫୁଲ ଟିକେ ତୋଳି ଦେଇକି ଯାଉଛି ସେଟା ରଖ ନା। ଚା ରେଡି। ସାର୍ ଆମର ଫୁଲ ତୋଳି ସାରି ଗାଧେଇ ପାଧେଇ ଡ୍ୟୁଟି ପାଇଁ ରେଡି। ଚା ପିଉଛି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍। ହଁ ଚା ପିଉଛ ଯେ କିନ୍ତୁ ବାହାରିବି। ଡ୍ୟୁଟି ହଁ ଚା ଡ୍ୟୁଟି ଟିକେ ପିଆ ଚାଲିଛି। ଚା ପିଇ ସାରିଲା ପରେ ଡ୍ୟୁଟି ବାହାରିଯିବି। ଏ ସିଫ୍ଟ ଡ୍ୟୁଟି ତାଙ୍କର। ଏଇ ରୁମରୁ ତ ବାହାରିବାକୁ ଇଚ୍ଛା ଲାଗୁନି ସକାଳୁ ପୁରା। ଆରାମ ଲାଗୁଛି କିନ୍ତୁ। ହଁ ମୋ ପାଦ ଗୁଡାକ ଏତେ ବିନ୍ଧୁଛି ଆଜି କେମିତି କାମ ଦାମ କରିବି ମତେ ଚିନ୍ତା ଆଜି ଲାଗିଲା। ଟେମ୍ପରେଚରଟା କାଲି ଯେମିତି 44 ପାର ହେଇଗଲା ଭଳିଆ ଲାଗୁଛି। ଆଜି ଆହୁରି ଖରା ହବ। ସିଏ ତ ଖରା ହବ। ମୋ ପାଦ ଦିଟା ପୁରା ପାଦ ଦିଟା ଏତେ ଜୋର ପୁରା ବଥା ପୁରା ଫୁଲି ଯାଇଛି। ମୁଁ କେମିତି ଚାଲିକି କାମ ଦାମ କରିବି। ଦେଖ ଟିକେ ତେଲ ଫେଲ ଟିକେ ମାରି ଦେଇଥିଲେ। କାଲି ରାତିରେ ଭାବୁଥିଲା ଭୁଲିଗଲି। ମାମା ଆରେ ଯାଉଛି ରେଡି ନା। ଟାଇମ୍ ହଁ ରେଡି ମାନେ ପୁରା ଫୁଲ ଆଉ ଇଏ ନାହିଁ। ଦେଖୁନ 6ଟା ବାଜିନି କେମିତି ବାହାରେ ପୁରା ଦେଖାଗଲାଣି ଆଲୁଅ। ପ୍ରଭୁ गेट पास ନେଇଛ? ଆରାମ ସେ ଯିବ, ଟିକେ ପହଞ୍ଚି ଫୋନ କରିଦବ ହେଲା। ସିଏ ତ ତାଙ୍କର ଡ୍ୟୁଟି ଗଲେ। ଏବେ ମୁଁ ମୋ ପାଇଁ ଚା କରିକି ନେଇ ଆସିଲିଣି। ଏଇ ବାଡ଼ି ପଟରେ ବସିକି ଆଜି ଚା ପିଇବି। ବହୁତ ଦିନ ହେଲାଣି ଏଇ ବାଡ଼ି ପଟେ ଚା ପିଇନି। ଗୋଡ଼ ଦୁଇଟା ଯେମିତି ବିନ୍ଧୁଛି, କେମିତି ସବୁ କାମ କରିବି କିଛି ବୁଝା ପଡ଼ୁନି। ସାଙ୍ଗେ ସାଙ୍ଗେ ଚା କରିକି ଆଣିକି ପିଇବା ଆଉ ରଖିଥିବା ଚାକୁ ଗରମ କରିକି ଆଣିକି ପିଇବା ଭିତରେ ବହୁତ ଫରକ ଥାଏ। ମାନେ ଟେଷ୍ଟ ପୁରା ଅଲଗା ଲାଗେ। ମୋତେ ନା ରଖିଥିବା ଚାକୁ ଗରମ କରିକି ପିଇଲେ ଏତେଟା ଭଲ ଲାଗେନି। ପିଏନି କହିବିନି, ପିଏ, ବେଳେବେଳେ ପିଇଦିଏ, କିନ୍ତୁ ପ୍ରାୟ ବେଶୀ ପ୍ରିଫର କରେ କରିକି ସାଙ୍ଗେ ସାଙ୍ଗେ ପିଇବା ପାଇଁ। କାରଣ ଏ ସିଫ୍ଟରେ ତ ସମୟ ହୁଏନି। ତାଙ୍କୁ ଆଗେ ସକାଳେ ଫାଷ୍ଟ କରିକି ଦେଇଦିଏ, ସେ ତାଙ୍କର ପିଇକି ଗଲା ପରେ ଚା, ମୁଁ ମୋର କାମ ଟିକେ ହାଲକା ଫୁଲକା କରିସାରିକି ତାପରେ ମୋ ପାଇଁ ଚା କରିକି ଆଣିକି ବସିକି ଆରାମସେ ପିଏ। ଯାହା ଏଇ ଚା ପିଇଲା ଭିତରେ ଟିକେ ରେଷ୍ଟ କରିଦେବି, ପୁଣି ଦୌଡ଼ି ଧାମ୍ପଡ଼ି କାମ କରିବି। 9ଟା ଭିତରେ ଯଦି ପୂଜା ନ ସରୁଛି, ଲାଗୁଛି ଯେମିତି ଦିନ 2ଟା ହେଇଗଲାଣି, ଏତେ ଖରା ହେଇଯାଉଛି। ସେଥିପାଇଁ କେମିତି ସବୁ କାମ ଦାମ ସାରିକି 9ଟା ଭିତରେ ଯେମିତି ପୂଜା ସାରିଦେବି। ପୂଜା କରିବାକୁ ଯିବୁ ସହଜରେ ପଳେଇବୁ କି? ପୂଜା କରିବା ପୂର୍ବରୁ ଦୁନିଆ କାମ ଥିବ। ଠାକୁର ବାସନ ଇଏ ସିଏ ଆହୁରି ଫୁଲ ତୋଳି ଦେଇକି ଯାଇଛନ୍ତି। ଗୁଡ୍ ମର୍ଣ୍ଣିଂ ଫ୍ରେଣ୍ଡସ୍, ଜୟ ମା ସନ୍ତୋଷୀ। ଆପଣମାନଙ୍କୁ ଆଉ ଏକ ନୂଆ ବ୍ଲଗ୍ରେ ଅନେକ ଅନେକ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ, ସୁସ୍ଥ ଥିବେ। ମାଆଙ୍କ କୃପାରୁ ଆମମାନେ ବି ସବୁ ଭଲରେ ଅଛୁ। ଆଜି ତ ବୁଧବାର। ବ୍ଲଗ୍ଟି ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋ ସବୁଦିନ ପରି ସେ ଗୋଟେ ରିକ୍ୱେଷ୍ଟ, ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଫେସବୁକ୍ ପେଜରେ ଫଲୋ କରନ୍ତୁ। ଭିଡ଼ିଓ ଗୁଡ଼ିକ ଲାଇକ୍ କମେଣ୍ଟ ସେୟାର କରିବା ସାଙ୍ଗରେ ସ୍କିପ୍ ନ କରିକି ନିଶ୍ଚୟ ଶେଷ ଯାଏଁ ଦେଖନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚୟ ପ୍ରେସ୍ କରିବେ, ଯାହାଫଳରେ ଆମ ଆଗାମୀ ଭିଡ଼ିଓ ଗୁଡ଼ିକର ନୋଟିଫିକେସନ୍ ଆପଣମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବ। ଘରର ତ ସବୁ ବାସି କାମ ସରିଗଲାଣି, ଝାଡ଼ୁ ପୋଛା ବି ହେଇଯାଇଛି। ଏବେ ମୁଁ ଠାକୁର ବାସନ ଅଛି ତାକୁ ମାଜୁଛି। ଠାକୁର ବାସନ ମାଜି ସାରିଲା ପରେ ଅଳ୍ପ ଦିଟା କାଲି ଡିନର ବାସନ ଥିଲା ତାକୁ ମାଜିବି। ମାଜି ସାରିକି ଯିବି ଗାଧେଇବି, ତାପରେ ପୂଜା କରିବି। ପାଦ ଦିଟା ଏତେ ବଥା ଫୁଲି ଯାଇଛି ଯେ ପୁରା ବିନ୍ଧୁଛି। ଗୋଡ଼ ଟିପ ଗୁଡ଼ା ପୁରା ଛୁଇଁ ହେଉନି, ଚାଲି ହେଉନି। ମାନେ ସକାଳୁ ଉଠିକି ବିଛଣାରୁ ମାନେ ଫଟକି ଚାଲି ହେବନି। 2-4 ମିନିଟ୍ ଧୀରେ ଧୀରେ ଚାଲିବି, ତାପରେ ଯାଇକି ଆରାମସେ ଚାଲି ହେଉଛି। ଆରାମସେ ଚାଲି ହେଉଛି କ'ଣ, ସେଇଭଳିଆ ବଥା ବଥାରେ ଟିକେ ଖରା ଆସିଲା ପରେ ହିଁ ଯାଇକି ଆରାମ ଲାଗୁଛି। ଟିକେ ରାତିରେ ଶୋଇଲା ପୂର୍ବରୁ ଉଷୁମ କରି ତେଲ ଲଗେଇଦେଲେ ହୁଅନ୍ତା, ମନରେ ପଡ଼ୁନି। ଯାହା ବି ମନରେ ପଡ଼ନ୍ତା ହେଳାରେ ହେ ଥାଉ କହିକି ଛାଡ଼ି ଦେଉଛି। ଆଉ ସକାଳକୁ ଉଠିଲା ବେଳକୁ ହଇରାଣ ହେଉଛି। ଆଜି ରାତିରେ ଯାହା ବି ହଉ ମନରେ କରିକି ଟିକେ ଉଷୁମ କରିକି ତେଲ ଲଗେଇବେ, ନହେଲେ ପୁଣି ସକାଳକୁ ହଇରାଣ ହେବେ। ଏବେ ତ ମୁଁ ଠାକୁର ବାସନ ମାଜୁଛି। ମୁଁ ଠାକୁର ବାସନ ମାଜିଲା ଭିତରେ କଣ୍ଢେଇ ମୋ ସାଙ୍ଗରେ କଥା ହେଉଛି।
କଥା ହେଉଛି। ମୁଁ ତାକୁ କହିଲି ବାବା ଟିକେ ଷ୍ଟାଣ୍ଡ କ'ଣ ଲଗେଇବି, ତୁ ଟିକେ ସୁଟ୍ କରିଦେ, ନହେଲେ ଷ୍ଟାଣ୍ଡ ଲଗେଇଲେ ଆହୁରି ସମୟ ଲାଗିବ। କଣ୍ଢେଇ ତ ତାର ବ୍ରେକଫାଷ୍ଟ କଲାଣି। ତା ବ୍ରେକଫାଷ୍ଟରେ କ'ଣ ଅଛି କଣ୍ଢେଇ କହିବ। ब्रेड एंड बटर ମୋ ଫେଭରେଟ୍ ବ୍ରେକଫାଷ୍ଟ ଏଇଟା। ସେଠି ମୋବାଇଲ ବି ଦେଖା ଚାଲିଛି ନା? ଲଗେଇ ଦେଇଛି ଟିକେ। କାର୍ଟୁନ ବୋଧେ? ନା, ଆଉ ଚେସ୍ ଦେଖିଛୁ। ସେମିତି ଦେଖି ଦେଖି ଖାଇଲେ ସମୟ ଲାଗିବ, ଜଲ୍ଦି ଖା ଆଉ ଯା ପଢ଼ିବା ପାଇଁ। ମୁଁ ଗାଧେଇନି, ବାସନ ମାଜିକି ଆସିଲି, ଯିବି ଏବେ ଗାଧେଇବି। ସମୟ ତ ଏବେ 11:40 ହେଇଗଲାଣି। ଆଜି ତ ବୁଧବାର, ନନଭେଜ୍ ବାର, କିନ୍ତୁ ଆଜି ଆମର କିଛି ନନଭେଜ୍ ହେବନି, କାହିଁକିନା ଆଜି ଆଣିବା ଲୋକ ସେ ତ ଡ୍ୟୁଟି ଯାଇଛନ୍ତି। ଏ ସିଫ୍ଟରେ କିଛି ଆଇଁଷ ଆଣିକି କରି ହୁଏନା। ଆଉ କଣ୍ଢେଇର ମୋର ତ ଆଣିପାରିବୁନି। ଦୁଆରକୁ ମାଛବାଲା ବିକ୍ରି ଆସେ ଯେ, କିନ୍ତୁ ମୁଁ ରଖିପାରିବିନି। ସେଥିପାଇଁ ଭାବିଲି ଭେଜ୍ ଉପରେ କ'ଣ ଦେଖିକି କରିଦେବି। ଆଗେ ଯିବି ଭାତ ପାଣିଟା ବସେଇଦେବି, ତାପରେ କ'ଣ ରୋଷେଇ କରିବି ତା ବିଷୟରେ ପ୍ଲାନିଂ କରିବି। ଭାତ ପାଣିଟା ବସେଇ ଦେଇଥିଲି, ସିଆଡ଼େ ପୁରା କାମ ରହିଯାଇଛି, ଧ୍ୟାନ ଦେଇନି, ପୁରା ପାଣିଟା ଗରମ ହେଇଗଲାଣି। ଚାଉଳ ଧୋଇକି ଆଣିଥିଲେ, ଏବେ ଦେଇଦେଉଛି। କଣ୍ଢେଇ ଟିକେ ଏବେ ପାଖ ମାର୍କେଟକୁ ଯାଉଛି, ତାର କ'ଣ ଦରକାର ଅଛି। ବାପରେ କି ଖରା। ଜଲ୍ଦି ଯିବୁ। ଗେଟ୍ ଛୁଇଁ ହବନି। ଆଉ କ'ଣ, ଏବେ ତ ମେ ହେଇଗଲା, ଜୁନ୍ ବେଳକୁ ତ ବର୍ଷା ଆସିଯିବ। ଜଲ୍ଦି ପଳେଇ ଆସିବୁ। ବର୍ଷାରେ ତ ଆଉ ଗରମ ହବ। ଯାହା ସବୁ ରୋଷେଇ କରିବି ଏଠି ତ ମୁଁ ରେଡ଼ି କରିସାରିଲିଣି। ଲଞ୍ଚରେ ମୁଁ ସୋୟାବିନ୍ ଆଳୁର କଷା କରିବି, ତା ସାଙ୍ଗକୁ କଲରା ଆଳୁର ଭଜା କରିବି। ଭାତ ତ ହେଇଯାଇଥିଲା, ଗାଳି ଦେଇଛି। ସୋୟାବିନ୍ ଆଳୁର କଷା କରିଦେବି, ଭଜା କରିଦେବି, ଆଉ ଡାଲି ଅଛି, ହେଇଯିବ। ଆଉ ଏବେ ତ ଆମ୍ବର ସିଜିନ୍, ପ୍ରାୟ ଖାଇବାରେ ତ ଆମ୍ବ ରହିବ, ଆଉ କିଛିର ଦରକାର ନାହିଁ। ଆକ୍ଚୁଆଲି ଅଣ୍ଡା କରିଥିଲେ ବି ହେଇଥାନ୍ତା, କିନ୍ତୁ ମୁଁ ଭୁଲିଗଲି। କାଲି ଯଦି କହିଦେଇଥାନ୍ତି, ସନ୍ଧ୍ୟାବେଳେ ଯଦି ମନେ ପକାଇ ଦେଇଥାନ୍ତି, ସେ ଅଣ୍ଡା ନେଇ ଆସିଥାନ୍ତେ, ଆଜି ନହେଲେ ଅଣ୍ଡା କରିଦେଇଥାନ୍ତି। ଭୁଲ ତ ଯାଇଛି, ଯାହା ହଉ ଏଇଗୁଡ଼ା ବି ଭଲ ଚଳିବ। ଆଉ ଆକ୍ଚୁଆଲି ସାଧା ଖାଇବାର ଯେଉଁ ଶାନ୍ତି ଆଉ କେଉଁ ଖାଇବାରେ ବି ନାହିଁ, କିନ୍ତୁ ଆଇଁଷ ବାର ଦିନ ଟିକେ ମନ ହୁଏ ଖାଇବା ପାଇଁ। ଆଉ ଏବେ ଯିବି, ଆଗେ ଭଜାଟା ବସାଇଦେବି, ତାପରେ ତରକାରୀ ପାଇଁ ମସଲା ରେଡ଼ି କରିବି। ଆଜି କିଛି ମସଲା ବାଟିବିନି, ସବୁ ଭାବୁଛି ଛେଚା ମସଲାରେ କରିଦେବି। କଲରା ଭଜା କରିବି। କରେଇ ବସେଇ ତେଲ ଦେଇଥିଲି, ଶୁଖିଲା ଲଙ୍କାଟେ ଦେଇଦେଲି, 2-4ଟା ସୋରିଷ, ପରିବା, ଲୁଣ, ହଳଦୀ। ପିଆଜଟା ପଛରେ ଦେବି, ଭଜାଟା ଅଧା ଅଧି ହେଇଗଲା ପରେ। କଲରା ଭଜା ତ ପାଖାପାଖି ଆମର ହେଇଗଲାଣି। ଏବେ ପିଆଜ କାଟିକି ରଖିଛି, ତାକୁ ଦେବି। ଭଜାଟା କଲା ଭିତରେ ମୁଁ ତରକାରୀ ପାଇଁ ବି ସବୁ ମସଲା ମସଲି ରେଡ଼ି କରିସାରିଲିଣି। ଏଇଠି 2ଟା ପିଆଜକୁ ଗ୍ରେଟ୍ କରିଦେଇଛି, ଅଦା ରସୁଣ କଞ୍ଚା ଲଙ୍କାକୁ ଛେଚି ଦେଇଛି, ଆଉ ଟମାଟରକୁ ବି ଗ୍ରେଟ୍ କରିଦେଇଛି। ଏବେ ମୁଁ 1 ଟେବୁଲ ସ୍ପୁନ୍ ଭଳିଆ ବେସନକୁ ଡ୍ରାଏ ରୋଷ୍ଟ କରୁଛି ତରକାରୀରେ ଦେବା ପାଇଁ। ଛେଚା ମସଲାରେ ତରକାରୀ କରୁଛି ତ, ତରକାରୀର ଥିକନେସ୍ ପାଇଁ ବେସନକୁ ଡ୍ରାଏ ରୋଷ୍ଟ କରିକି ତରକାରୀରେ ଦେବି। ବେସନକୁ ଏମିତି ଡ୍ରାଏ ରୋଷ୍ଟ କରିକି ତରକାରୀ ଦେଲେ ତରକାରୀର ଟେଷ୍ଟ ବି ବଢ଼ିଯାଏ, ଆଉ ଥିକନେସ୍ ବି ଆସେ। ବେସନକୁ ଖାଲି ଗୋଟେ କଞ୍ଚା ସ୍ମେଲ୍ ଯିବା ପର୍ଯ୍ୟନ୍ତ ଭାଜିବି, କାହିଁକିନା ପୁଣି ମସଲାରେ ବି ବେସନକୁ କଷିବି ନା। କଲରା ଭଜା ତ ହେଇଗଲା, ତାକୁ ବାହାର କରିଦେଇକି ସେଇ କରେଇରେ ତେଲ ଦେଇଦେଇଛି ତରକାରୀ ପାଇଁ। ତେଲ ଗରମ ବି ହେଇଗଲାଣି, ଟିକେ ଚିନି ଦେଇଦେବି କଲର୍ ପାଇଁ। ଚିନି ତ ମେଲ୍ଟ ହେଇ ଆସିଲାଣି, 2ଟା ତେଜପତ୍ର ଦେଇଦେବି। तारी सांगे जो पियाज ग्रेट कर रखते ताकू देवी। पियाज आम टे भाजी गला एवं जो अदा रसुण कंचा लंका छेचिक रखी ताकू देदेवी। बास्ना बहुत बढ़िया होती है। रुटी खाइबू कि भात तो कर सारी समस्त आ राति तो रुटी ही करी ना मसला तो पखापाखि कषि गला एवं जो टमाटर को भी ग्रेट कर रखी ताकू देवी। छेचा मसलार बास्ना ही पूरा अलग।
ଏବେ ଲୁଣ ଦେଇଦେବି ଆଉ ଟିକେ ଲୁଣ ଲାଗିବ ହଳଦୀ ଲୁଣ ହଳଦୀ ଦେଇକି ମସଲାକୁ ତ କଷିବାର 2 ମିନିଟ୍ରୁ ବେଶୀ ହେଇଗଲାଣି। ଏବେ ଏଥିରେ ମୁଁ ଲଙ୍କା ଗୁଣ୍ଡ ଗରମ ମସଲା ଗୁଣ୍ଡ କିଚେନ୍ କିଙ୍ଗ ମସଲା ଆଉ ଯେଉଁ ବେସନ ଭାଜିକି ରଖିଥିଲି ତାକୁ ଦେଇଦେବି। ଏକୁ ଏବେ ଆଉ 2-3 ମିନିଟ୍ ଭଳିଆ କଷିବେ। ଏକରେ ତ ଛେଚା ମସଲା ତା ଉପରେ ଗରମ ମସଲା ଆଉ ଭଜା ବେସନ ଦେଇକି ଯେଉଁ ମସଲା କଷୁଛି ଯେଉଁ ଭଳିଆ ବାସ୍ନା ହେଉଛି କୁହନ୍ତୁନି ପୁରା ନାକ ଫଟେଇ ଦେଉଛି ବାସ୍ନାରେ। ମାଙ୍କ ଦେହରେ ଯଦି ତରକାରୀ ଭଲ ହବ ଆଇଁଷକୁ କାଟିଦେବ ପୁରା। ଏସବୁ ମସଲା ତ ପୁରା ବଢ଼ିଆ ସେ କଷି ହେଇଗଲାଣି। ଏବେ ଆଳୁ ଆଉ ସୋୟାବିନକୁ ଦେଇଦେବି। ଏକୁ ବି ଏମିତି 4-5 ମିନିଟ୍ କଷିବି। ଅଦା ରସୁଣ ମସଲାକୁ ଯେତେ କଷିଲେ ସେତେ ଟେଷ୍ଟ ଉଠେ। କଷିବା ତ 4-5 ମିନିଟ୍ ହେଇଗଲାଣି। ଏବେ ଏଥିରେ ମୁଁ ଟିକେ ଟମାଟୋ ସସ୍ ଦେବି। ଆଉ ଟିକେ ଟେଷ୍ଟ ପାଇଁ ଚିନି ଦେଇଦେବି। ଆଉ 2-3 ମିନିଟ୍ ଭଳିଆ କଷିବି ତାପରେ ତରକାରୀ ପାଣି ଦେଇଦେବି। ସୁଖା ସୁଖା ତ କରିବାର ଅଛି ମାନେ କଷା ଭଳିଆ ବେଶୀ ପାଣି ଦେବେନି ଖାଲି ଜଷ୍ଟ ଫୁଟିଲା ଭଳିଆ ଦେବି। ଏ ତରକାରୀର ବାସ୍ନା ପାଇକି ମୋ କଣ୍ଢେଇ ରୁଟି ଖାଇବ କହୁଛି। ରୁଟି କଲେ କିଛି ନ ଅଟା ଦଳା ଥିଲେ କରିଦେଇଥାନ୍ତି। ଏବେ ଅଟା ଦଳି କଲାବେଳକୁ ଦୁନିଆ ବେଳ ହେଇଯିବ। ଏକରେ ଗରମ ବି ଲାଗୁଛି ପୁରା 1:30ଟା ବି ହେଇଗଲାଣି ଆଉ ଇଚ୍ଛା ନାହିଁ। ନହେଲେ କରିଦେଇଛି ଅଟା ଦଳା ଥିଲେ କରିଦେଇଥାନ୍ତି। ଏବେ ଅଟା ଦଳେ କରେ ମୁଁ ଜାଣିଥିଲି ତରକାରୀ ବାସ୍ନା ପାଇଲେ ସେ ରୁଟି ଖାଇବା ପାଇଁ ହିଁ କହିବ। ତରକାରୀ ତ ପୁରା ବଢ଼ିଆ ସେ କଷି ହେଇଗଲାଣି। ତରକାରୀ ଏବେ ପାଣି ଦେଇଦେବି। ଆଉ ଟିକେ ପାଣି ଦେବି। ବିଲେଇ ମୋର ଶୁଙ୍ଗି ଶୁଙ୍ଗି ପଳେଇ ଆସିଲାଣି। ଆଇଁଷ ହେଇଥିଲେ ବୋଧେ ଏତେ ଥର କହିନଥାନ୍ତୁ କି କ'ଣ। ଆଉ ଟିକେ ପାଣି ଲାଗିବ। ଏ ବାପା ବାସ୍ ଏତିକି କାଫି ହବ। କ'ଣ କହୁଛୁ? ତାପରେ ସୋୟାବିନ ଆଉ ଆଳୁ ଫୁଟିଗଲେ ପାଣି ବି ଟାଣି ନେବ। ଦେଖିବା ତରକାରୀ ଅବସ୍ଥା କ'ଣ ହେଲାଣି। ଏଇ ବଡ଼ ବଡ଼ ସୋୟାବିନ ନା ପୁରା ରସଗୋଲା ଭଳିଆ ବଡ଼ ହେଇଯାଏ ଆଉ ଖାଇବା ପାଇଁ ବି ବଢ଼ିଆ ଲାଗିଯାଏ। ପୁରା ପରଫେକ୍ଟ ହେଇଯାଇଛି। ଆଉ ଯେତିକି ସେ ଖାଇଲା ବେଳକୁ ପୁରା ଶୁଖା ହେଇଯିବ। ମାନେ ସିଝା ଆଳୁକୁ ସୋୟାବିନ ତା ସାଙ୍ଗକୁ ବେସନ ଭଜା ହେଇକି ଦିଆହେଇଛି। ଏବେ ଧନିଆ ପତ୍ର କାଟିକି ରଖିଛି ତାକୁ ଦେଇଦେବି। ଧନିଆ ପତ୍ର ଗୁଡ଼ାକ କେମିତି ଜରିରୁ ବାହାରି ଯାଇଥିଲା ଶୁଖିଯାଇଛି ଆଉ ବେଶୀ ଧନିଆ ପତ୍ର ବି ନାହିଁ। ହେଇଗଲା ତରକାରୀ। ୟା ସାଙ୍ଗେ ରୋଷେଇ ବି ସରିଗଲା। ଖାଲି ସେ ଆସିଲେ ଖିଆପିଆ ହବ। କଣ୍ଢେଇକୁ ଖାଇବାକୁ ଦେବେ ବାଢ଼ିକି ନେଉଛି। କଣ୍ଢେଇ ତ କଲରା ଭଜା ଖାଇବନି ସେଥିପାଇଁ ତାକୁ ଖାଲି ଡାଲି ଆଉ ସୋୟାବିନ ଆଳୁ ତରକାରୀ ଦେଇଛି। ସେ ପୁରା ରେଡ଼ି। ପୁଣି ସୋଫା ଉପରେ ବେଗ ବହି ସବୁ ପକେଇଛୁ ନା ବାବୁ? ସେଇଥିପାଇଁ ଏତେ ମେଜର ଏକ୍ସିଡେଣ୍ଟ ଆଜି ବନେଇନା ବୋଲି ଏ ଟିକେ ଡଲ ଦେଖାଯାଉଛି। ଏଇଟା ଦେଖ କେମିତି ଚମ୍ବୁଛି। ନା ଆଜି ବନେଇନି ଆଉ ଗରମ ବି କରିନି କାଳେ ଖରାପ ହେଇଯିବ କହିକି। କିନ୍ତୁ 1-1.5 ଘଣ୍ଟା ଆଗରୁ କାଢ଼ି ଦେଇଥିଲି ଥଣ୍ଡା ଛାଡ଼ି ଯାଇଛି। ଡଲ ଦେଖାଉଛି ଡାଲିଟା। ତାପରେ ସେଟା ଗାଁ ମୁଗ ଡାଲିଟା ତ ସେଥିପାଇଁ ସେମିତି ଦେଖାଯାଉଛି। ତରକାରୀଟା ଟେଷ୍ଟ କରେ। ଓହୋ ସେମିତି ଥୋଡ଼ି ଜଣା ପଡ଼ିବ ଡାଲି ସାଙ୍ଗରେ। ଖାଲି ଗ୍ରେଭିଟା ଟିକେ ଖାଇଥାନ୍ତି ସିନା। ବଢ଼ିଆ ହେଇଛି ଯେମିତି ବାସୁଥିଲା ତାଠୁ ବି ବଢ଼ିଆ ହେଇଛି। ହଉ ତୁ ଖା। ବାବା ମୋତେ ଫୋନ୍ କରିଥିଲେ କିଛି ନନଭେଜ୍ ଉପରେ ଆଣିବେ କି କ'ଣ କହିଲେ ନା ଲେଟ୍ ହେଇଯିବ ଖରା ହେଉଛି ପଳେଇ ଆସ ଦରକାର ନାହିଁ କିଛି। ମୁଁ କହିଲି ରୋଷେଇ ତ ସାରିଛି ପୁଣି ଆଉ କ'ଣ ପାଇଁ ଆଣିବ? ବାବା ଆମ୍ବ ଖାଇବୁ କିରେ? ଖାଇବୁ? ମୁଁ ତ କାଟି ପାରିବିନି ତଥାପି ଚେଷ୍ଟା କରେ। ହଁ ହଁ ଯାଉଛି ନେ ଲାଲ କଲର୍ ବାଲା। ସେ ବାଇଗଣ ପଲ୍ଲିଟା ଟିକେ ଖଟା ଲାଗୁଛି ତ ସେଇଥିପାଇଁ ସେଇଟା ଖାଇବନି କହିଲେ ଏଇଟା କହୁଛି ଲାଲ କଲର୍ ବାଲାଟା। ଏଇଟା କିନ୍ତୁ ବହୁତ ହି ମିଠା ଅଛି ନା? ଯେତିକି ଖାଉଛୁ ଖା। କାଟିକି ଆଣିକି ଦେଲି ଭାବେ। ଏଇଟା ଟିକେ ବେଶୀ ମିଠା ଅଛି। ମୋତେ ଏଇଟା ଏତେ ଭଲ ଲାଗୁନି ଏତେ ମିଠା ଅଛି କହିକି। ହଁ ତୁ ତ ଏତେ ଫଳ ଖାଇବାକୁ ଭଲ ବି ପାଉନା। କେମିତି ଏଥର ଆମ୍ବ ଖାଉଛୁ ସେଇଟା ଟିକେ ମୋତେ ଆଶ୍ଚର୍ଯ୍ୟ ଲାଗୁଛି। କୌଣସି ଫଳ ଖାଏନି। କ'ଣ ଆମ୍ବ ବୋଧେ କେବେ ମିଠା ଲାଗେନି?
ଆରେ ଆହୁରି ଅଛି ତା ଦେହରେ ସେମିତି ଆଉ ଟିକେ ଖାଇଥାନ୍ତୁ ନା ସେମିତି ଥୋଡ଼ି ଆସୁଛି ରେ ପାଦ ଦିଟା ଆଉ ଜମା ବି ଚାଲୁନି ଆଉ ମୁଣ୍ଡ ବି ପୁରା ବିନ୍ଧିଲାଣି ଜୋରରେ ଆଜ୍ଞା ଖରା ନୁହଁ ଥଣ୍ଡା ବି ଆଉ ଥାଇରଏଡ଼ଟା ବି ବଢ଼ିଯାଇଛି କ'ଣ ମୁଣ୍ଡ ତ ସିନା ଗରମ ନାଇଁ ଏଇଟା ଗରମ ପାଇଁ ନୁହଁ ଥଣ୍ଡା ପାଇଁ କାରଣ ସବୁ ପାଦ ଗୁଡ଼ାକ ଯେଉଁ ଫୁଲିଛି ପାଦ ଫୁଲିଛି ପୁରା ଟିପ ଗୁଡ଼ାକ ମାନେ ମୁଁ ରଖିପାରୁନି ଫ୍ଲୋରରେ ଏତେ ପେନ୍ ହେଉଛି ହଁ ହଁ ଆଗେ ଗାଧୋଇ ପଡ଼ ତେବେ ହିଁ ଆରାମ ଲାଗିବ ମୁଣ୍ଡଟା ମାନେ ଟିକେ 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 ତାପରେ ଦୁନିଆ ପାଣି କାମ କଲେଣି ଇଏ ତ ଗାଧୋଇକି ଆସିଗଲେଣି ଗରମ ଆଉ ଖରା କେମିତି ବାହାରେ ଖରା ଖରା ଆଜି ବହୁତ ଅଛି ମାନେ 45 ପ୍ଲସ୍ 45 46 ଡିଗ୍ରୀ ଟେମ୍ପରେଚର ମୁଁ ଆସିଲା ବେଳକୁ ଗୋଟେ ଲୋକକୁ ମାନେ ଶୁଏଇ ଦେଇଛନ୍ତି ଖାଲି ପାଣି ଢାଳୁଛନ୍ତି ତା ମୁଣ୍ଡରେ ବଡିରେ ଖାଲି ପାଣି ଢାଳୁଛନ୍ତି 4-5 ଜଣ ପିଲା ବୋଧେ ଲୁ ଲାଗିଯାଇଛି କ'ଣ ଆମ୍ବୁଲାନ୍ସକୁ ଫୋନ କରିଦେବୁ ରହିଲି ଟିକେ ସେଇଥିପାଇଁ ଲେଟ୍ ହେଲା ମାନେ ରାସ୍ତାଘାଟରେ ତମେ ଇଏ ପାଇବନି ତ ଲୋକ ପାଇବନି ଲୋକ କ'ଣ ମାନେ ଗାଈ ମତେ ଆକ୍ଚୁଆଲି ନା ଏବେ ଗରମ ଲାଗୁନି 4ଟା ବେଳେ ପରେ ଯୋଉ ସଞ୍ଜ ଦେଇ ସାରିଲା ପରେ ମତେ ପୁରା ଭୟଙ୍କର ଗରମ ଲାଗୁଛି ସେତେବେଳେ କୌଣସି ଜୀବଜନ୍ତୁ ପାଇବନି ମାନେ ଖରା ହେଲା ଭଳିଆ ହଉଛି ନା ଏ ବାବା ତୁ ଯୋଉ ଯିବୁ ଦେଖିକି ଯିବୁ ହେଲା ପାଣି ବୋଟଲ ନେଇକି ଯାଉନୁ ସାଙ୍ଗରେ ଧନ ସେଇଠି ଅଛି ଥିଲେ ବି ଘରୁ ନେଇକି ଯିବୁ ଯେତେ ସେଫ୍ଟିରେ ପାଖରେ ଥିବୁ ଯେତେବେଳେ ଶୋଷ ଲାଗିବ ପିଇଦେବୁ ନେଇକି ଯିବୁ ହେଲା ଏଥର କଢ଼େଇ ଟିକେ ଆମ୍ବ ଖାଉଛି କିନ୍ତୁ ଯେ ଆମ୍ବ କ'ଣ କୌଣସି ବି ଫଳ ଖାଏନି ସେ ଆଜି ମୁଁ କଣ୍ଢେଇକି ଆମ୍ବ କାଟିକି ଦେଇଛି ଜାଣିଛ ତ ହଁ ସେ କହିଲା ଯୋଉଟା ଲାଲ କଲର ଦେଖାଯାଉଛି ସେଇଟା ମାନେ ଏଇଟା ଟିକେ ଖଟା ବେଶୀ ମିଠା ନାହିଁ ଖଟା ମିଠା ଲାଗୁଛି ଏତେଟା ମିଠା ନାହିଁ ଆଉ ଟିକେ ପାଚି ଯାଇଥିଲେ କାଟିଥିଲେ ହେଇଥାନ୍ତା ମୁଁ କହୁଛି ଥାଉ ଖାଲି ସେ ଛୋଟ ଆମ୍ବ ଗୁଡ଼ା ଖାଉ କାହିଁକି ରହିବନି ଏଇଟା ବି ମିଠା ଲାଗିବନି ମୁଁ ଖାଇବିନି ଯା ତମେ ହିଁ ଖାଇବ ସବୁ ଆମ୍ବ ମିଠା ନ ଲାଗିଲେ ମତେ କହିବ ହେଲା ଲାଗିବ ମିଠା ଲାଗୁଛି ଗରମ ଲାଗୁଛି ତ ସେଥିପାଇଁ ଆଜି ବେଡରୁମ୍ରେ ଆମେ 2 ଜଣଙ୍କ ପାଇଁ ଖାଇବା ବାଢ଼ି ଦେଇଛି ବୁଧବାର ଲଞ୍ଚରେ ଆଜି ଆମର କ'ଣ କ'ଣ ହେଇଛି ଆପଣଙ୍କୁ ଟିକେ କହିଦେଉଛି ଭାତ ଆମ୍ବ ଡାଲିଟା ଆଜି କରିନି ଥିଲା କଲରା ଆଳୁ ଭଜା ଆଉ ସୋୟାବିନ ଆଳୁ କଷା ଏଇଟା ହେଲା ଆମ ବୁଧବାର ଲଞ୍ଚ ପୁଅ ବି ଆଗେ ଡାଲି ଖାଇଲା ତମେ ବି ଆଗେ ଡାଲି ନେଉଛ ଆଗେ ସୋୟାବିନଟା ଖାଇଥାନ୍ତ ଡାଲି ତ ଆଜିର ନୁହଁ ନେଇଯାଅ ହାତ ପାଉନି ପାଖକୁ ଏ ବଡ଼ ସୋୟାବିନ ଗୁଡ଼ାକ ବେଶୀ ଟେଷ୍ଟ ଲାଗୁଛି ଯେ ପୁରା ନା ପୁରା ରସଗୋଲା ଟାଇପ୍ର ପୁରା ବହୁତ ସଫ୍ଟ ବି ଇଏ ତ ଖାଇଲେଣି ମୁଁ ବି ବସିଯାଇଛି ମୁଁ ବି ଏବେ ଖାଇବି କେତେଟା କଲରା ନଷ୍ଟ ହେଇଯାଇଥିଲା ପାଚି ଯାଇଥିଲା ଜାଣିଛ 2-3ଟା ପାଚି କେମିତି ପାଚି ଯାଉଛି ଖରା ଦିନକୁ ଆଉ ଗୋଟେ ପ୍ଲେଟ୍ ସୋୟାବିନ ତରକାରୀ ଖାଇସାରିଲା ପରେ ପୁଣି ଆଉ ଗୋଟେ ପ୍ଲେଟ୍ ଆସିଛି ସୋୟାବିନ ତରକାରୀଟା ଏତେ ମାର୍ଭେଲସ୍ ହେଇଛି ଯେ ମୁଁ କହିଲି ଆହୁରି ଖାଇବି ସିଏ ଯାଇକି ଆଣିଲେ କାରଣ ସେପଟେ ବସିଛନ୍ତି ଆଉ ମୁଁ ଏପଟେ ବସିଛି ଯାଇ ହେବନି ଡେଇଁକି ସିଏ ଆଣିଲେ ହେଇଛି କିନ୍ତୁ ତରକାରୀଟା ନା ବଢିଆ ହେଇଛି କିଛି ହେଇଛି ବୋଲି ଆଉ କହିବା ପୁରା ଏତେ ଟେଷ୍ଟ ଲାଗୁଛି ମାଙ୍କ ଦେହରୁ ମାନେ ସବୁ ତରକାରୀ ବି ବଢ଼ିଆ ହେଇଛି ଭଜା ବି ବଢ଼ିଆ ହେଇଛି ଆଉ ଡାଲିଟା ବାସି ତଥାପି ଭଲ ଲାଗୁଛି ନା ଗାଁ ମୁଗଟା ନା ସେଥିପାଇଁ ବେଶୀ ଭଲ ଲାଗୁଛି ସେ ଛୋଟ ଆମ୍ବଟାକୁ ନ କାଟିକି ପୁରା ଗୋଟା ଖାଉଛନ୍ତି ଗୋଟା ଖାଇବା ଭଲ ଲାଗେ ଗୋଟା ଖାଇବା କଥା ଗୋଟା ଖାଇବା କଥା ମୋ ପୁଅକୁ କାଟିକି ଦେଲି ମତେ ଏମିତି ଗୋଟା ଖାଇଲେ ଭଲ ଲାଗେନି आराम से जीव हाँ हेलमेट पिंधु नॉट ओनली चेकिंग सेफ्टी भी बहुत जरूरी अच्छे है हाँ खरा बहुत अच्छी ना खरा काउले जे नहीं किंतु गाड़ी रे गले गरम हवा मारियो आराम से जीवु आ
ପାଗଟା ଟିକେ କାଉଁଳିଲାଣି ଯେ ନାଇଁ ଆଉ ଟିକେ ପୁରା ମେଘ ପବନ ଆସିବ। ଆସିଲେ ଖାଲି ହବ କି ହୁଅନ୍ତା କି ମାଙ୍କ ଦୟାରୁ। ମେଘ ହବ ବର୍ଷା ହବ କି ନାଇଁ କହିପାରୁନି କିନ୍ତୁ ପବନ ହବ। କଣ ମେଘ ହବ କି ନାଇଁ ବର୍ଷା ହବ ନା କଣ କହିଲେ? ନାଇଁ, ବର୍ଷା ହବ କି ନାଇଁ ମୁଁ କହିପାରୁନି ହଁ କିନ୍ତୁ ପବନ ହବ ଜୋରେ। ପବନ ହେଇକି କଣ ହବ ଟିକେ ବର୍ଷା ହେଲେ ହେଲେ ହୁଅନ୍ତା। ଗଛ ପତ୍ର ଟିକେ ରାମ ରାମ ଡାକୁଲେଣି ପୁରା। ସମୟ ତ ଏବେ 4:20 ହେଇଗଲାଣି। ହାୱା ତ ହେଉଛି କେଜାଣି ଯଦି ମାଙ୍କ ଦୟା ରହିବ ବର୍ଷା ବି ହେଇପାରେ ବୋଧେ। କାଉଁଳିଲାଣି ଟିକେ। ବ୍ଲଗ୍ଟି ତାହେଲେ ଏଇଠି ରଖିଦେଉଛି। ଆଶା କରୁଛି ଆଜିର ବ୍ଲଗ୍ଟି ଆପଣମାନଙ୍କୁ ପସନ୍ଦ ଆସିବ। ବ୍ଲଗ୍ଟି ପସନ୍ଦ ଆସିଲେ କମେଣ୍ଟ କରିବେ, ଲାଇକ୍ ଆଣ୍ଡ ସେୟାର କରିବେ। ଆପଣମାନଙ୍କ ସପୋର୍ଟ ଏବଂ ସହଯୋଗର ଅପେକ୍ଷାରେ ରହିଲୁ। ଜୟ ମା ସନ୍ତୋଷୀ। ଜୟ ଜଗନ୍ନାଥ।